ଭୋକରେ ମରିବ ପଛେ ଏହି ଚାରିଜଣଙ୍କୁ ସାହାଯ୍ୟ ମାଗିବ ନାହିଁ। ବନ୍ଧୁଗଣ, ଭୋକରେ ମରିଯିବ ପଛେ କିନ୍ତୁ ଏହି ଚାରିଜଣଙ୍କୁ ସାହାଯ୍ୟ କେବେ ବି ମାଗନ୍ତୁ ନାହିଁ। ଜୀବନରେ ଯେତେ ଝଡ଼ ଝଞ୍ଜା ଆସିଲେ ମଧ୍ୟ ଏହି ଚାରିଜଣଙ୍କୁ ସାହାଯ୍ୟ ମାଗିବା ଉଚିତ ନୁହେଁ। ତ ଦର୍ଶକ ବନ୍ଧୁ, ଆସନ୍ତୁ ଜାଣିବା ଏହି ଚାରିଜଣ କିଏ କିଏ ଅଟନ୍ତି। ଆପଣ କାହାଣୀରେ ହଜିଯିବା ପୂର୍ବରୁ ଭିଡ଼ିଓଟି ଗୋଟିଏ ଲାଇକ୍ କରି କମେଣ୍ଟରେ ଓಂ ନମଃ ଶିବାୟ ନିଶ୍ଚିତ ଲେଖନ୍ତୁ। ହେ ଶିବଶମ୍ଭୁ, ଯେଉଁମାନେ ଭିଡ଼ିଓଟିକୁ ଲାଇକ୍ କରି ଓಂ ନମଃ ଶିବାୟ ଲେଖିଛନ୍ତି ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଛନ୍ତି ତାଙ୍କ ଘର ଧନ ଧାନ୍ୟରେ ପୂରି ଉଠୁ। ମୋର ଆପଣଙ୍କ ପାଖରେ ଏତିକି ପ୍ରାର୍ଥନା। ବନ୍ଧୁଗଣ, କାହାଣୀ ଆରମ୍ଭ କରିବା ପୂର୍ବରୁ ଆପଣଙ୍କୁ ଏକ ନିବେଦନ ଯେ ଭିଡ଼ିଓକୁ ପୁରା ଦେଖନ୍ତୁ, ନହେଲେ କିଛି ବି ଜାଣିପାରିବେ ନାହିଁ। ଗୋଟିଏ ଜଙ୍ଗଲରେ ଗୋଟିଏ ଗଛରେ ଦୁଇଟି କାଉ ଯୋଡ଼ି ରହୁଥିଲେ। ଦିନେ ସେମାନେ ଚାରିଆଡ଼କୁ ଚାହିଁ ରହିଥିଲେ, କେମିତି କୁଆଡ଼ୁ କିଛି ଶିକାର ବା ଭୋଜନ ମିଳିଗଲେ ସେମାନଙ୍କ ପେଟ ଭରିବ। କିନ୍ତୁ ସେ ଜଙ୍ଗଲରେ ଅକାଳ ପଡ଼ିଥିଲା। ସେ ଜଙ୍ଗଲରେ ଜୀବଜନ୍ତୁ ଅନ୍ୟତ୍ର ଚାଲି ଯାଇଥିଲେ, କିଛି କିଛି ରହିଯାଇଥିଲେ। କାଉ ଯୋଡ଼ିଙ୍କୁ 2 ଦିନ ହୋଇଯାଇଥିଲା କିନ୍ତୁ କୌଣସି ଭୋଜନ ମିଳିନଥିଲା। ଏହି ସମୟରେ ଏକ ବିଲୁଆ କିଛି ଶିକାର ମୁହଁରେ ଧରି ଆସି ସେହି ଗଛ ମୂଳରେ ଖାଇବାକୁ ଲାଗିଲା। ତାପରେ ମାଈ କାଉ ଗଛ ଉପରେ ଥାଇ ବିଲୁଆକୁ କହିଲା, ଭାଇ, ଆଜି 2 ଦିନ ହୋଇଗଲା ଆମେ କିଛି ଖାଇନାହୁଁ। ଦୟାକରି ଆମକୁ ତୁମ ଭୋଜନରୁ କିଛି ଦିଅ, ଆମେ ଖାଇବୁ। ବିଲୁଆ ଭାବିଲା, ଆରେ ବାଃ, କାଉ ଯୋଡ଼ି ବସିଛନ୍ତି। ମୁଁ ଶିକାରର କିଛି ଅଂଶ ଧରିଛି, ଆଉ ଏଇ କାଉ ଏଇଟାକୁ ମାଗୁଛି। କିନ୍ତୁ ଆପଣ ତ ଜାଣିଛନ୍ତି ବିଲୁଆର ମନ ସଦା କେମିତି କପଟରେ ଭରି ରହିଥାଏ। କଥାରେ ଅଛି, ବିଲୁଆ ବଡ଼ ଚତୁର। ବିଲୁଆ କପଟ ମନରେ କହିଲା, ତଳକୁ ଆସ, ଯଦି ତୁମର ପେଟ ଭରିବାର ଅଛି ତୁମକୁ ନିଶ୍ଚୟ ଖାଇବାକୁ ଦେବି। କିନ୍ତୁ ବିଲୁଆ ମନରେ ବିଚାର ଥିଲା ଯେ ଯେମିତିକା ଏ ତଳକୁ ଆସିବ ମୁଁ ତାକୁ ତ ଏହା ଦେବି ନାହିଁ, କିନ୍ତୁ ତାକୁ ପ୍ରଥମେ ଖାଇଯିବି। ଯେମିତି ମାଈ କାଉ ତଳକୁ ଉଡ଼ିବାକୁ ଚେଷ୍ଟା କଲା, ଅଣ୍ଡିରା କାଉ ତାକୁ ଧରି ପକାଇଲା ଆଉ କହିଲା, ତୁ ପାଗେଳି ହେଲୁ କି? କୁଆଡ଼େ ଯାଉଛୁ? ତତେ ଜଣା ନାହିଁ ଏ କ'ଣ? ଏ ହେଉଛି ଶିକାରୀ। ଏ ତତେ ଏମିତି ଚୋବାଇ ଖାଇଯିବ, ତୁ ତାକୁ ସାହାଯ୍ୟ ମାଗୁଛୁ? ତତେ ସେ ଜୀବନରେ କେବେ ବି ସାହାଯ୍ୟ କରିବ ନାହିଁ। ଏହା ଶୁଣି ମାଈ କାଉ କହିଲା, ତୁମେ ପାଗଳ ହେଲ କି? ମୁଁ ପରା ଏବେ ତାଙ୍କୁ ମାଗିଲି ଆଉ ସେ ହଁ କହିଛନ୍ତି। ଅଣ୍ଡିରା କାଉ କହିଲା, ମାନୁଛି, ହଁ କହିଛି, କିନ୍ତୁ ଯେମିତି ତୁ ତଳକୁ ଯିବୁ ସେ ତାର ଭୋଜନକୁ ପଛରେ ଖାଇବ, ତତେ ଆଗେ ଖାଇଦେବ। ମାଈ କାଉ କହିଲା, ସେ କଥା ଦେଉଛି ମୋତେ ଖାଇବ ନାହିଁ। ଅଣ୍ଡିରା କାଉ କହିଲା, ଆରେ ତୁ ତ ବଡ଼ ଭୁଲ କରିବାକୁ ଯାଉଛୁ। ଯେମିତି କିଛି ଦିନ ତଳେ ଗୋଟିଏ ଶୁଆସାରି ଯୋଡ଼ି କରିଥିଲେ। ଶୁଣ, ଆଜି ସେଇଟା ମୁଁ କହୁଛି। ତାପରେ ଅଣ୍ଡିରା କାଉ ମାଈ କାଉକୁ ଶୁଆସାରିଙ୍କ କଥା କହିଲା। ଗୋଟିଏ ବରଗଛରେ ଏକ ଶୁଆ ଓ ସାରି ଯୋଡ଼ି ରହୁଥିଲେ। ସେହି ବରଗଛରେ ଗୋଟିଏ କରଡ଼ରେ ଗୋଟିଏ ସର୍ପ ରହୁଥିଲା। ସେହି ସର୍ପ ଏତେ ଦୁଷ୍ଟ ଏବଂ ଅତ୍ୟାଚାରୀ ଥିଲା ଯେ ଯେତେବେଳେ ସେହି ସାରି ଅଣ୍ଡା ଦେଇ ତାକୁ ଉଷୁମ କରି ଛୁଆ ବାହାର କଲା, ସେତେବେଳେ ସେହି ସର୍ପଟିକୁ ସବୁ ଛୁଆଙ୍କୁ ଖାଇଯାଉଥିଲା। କିନ୍ତୁ ନିରୀହ ଶୁଆ ସାରି କିଛି ବି କରିପାରୁନଥିଲେ। ଥରେ, 2 ଥର, 3 ଥର ଏମିତି ବାରମ୍ବାର ହେଲା। ଯେତେବେଳେ ସାରି ଅଣ୍ଡାରୁ ଛୁଆ ଫୁଟାଉଥିଲା
ସର୍ପଟି ସେଗୁଡ଼ିକ ଖାଇଯାଉଥିଲା। ବନ୍ଧୁଗଣ, ଆପଣ ତ ଜାଣନ୍ତି ମାଆର ମମତା କେମିତି। ସାରି ବହୁତ କାନ୍ଦିଲା। କ'ଣ କରିବେ, ସେମାନେ କିଛି କରିପାରୁନଥିଲେ। ଏହି ସମୟରେ ଏକ ବଗ ପକ୍ଷୀ ତା ପାଖକୁ ଆସିଲା ଆଉ ପଚାରିଲା, ତୁ କାନ୍ଦୁଛୁ କାହିଁକି? ସାରି ତାର ସବୁ କଥା କାନ୍ଦି କାନ୍ଦି କହିଲା। ବଗ ପକ୍ଷୀଟି କହିଲା, ଆରେ କାନ୍ଦିଲେ ସବୁ ସମସ୍ୟାର ସମାଧାନ ହେବ ନାହିଁ। ଏଥିପାଇଁ ବୁଦ୍ଧିର ଆବଶ୍ୟକ। ଏହି ସର୍ପକୁ ଏହିଠାରେ ରହିବାକୁ ଦିଆ ନଗଲେ କେମିତି ହେବ? ଏହା ଶୁଣି ସାରି କହିଲା, ଭଲ ହେବ। ତାପରେ ବଗ କହିଲା, ଚାଲ ଆମେ ଏ ପାଖରେ ଥିବା ଛୋଟ ପୋଖରୀରୁ ମାଛ ଆଣିବା। ସାରି କହିଲା, ଆମେ ତ ମାଛ ଖାଇନଥାଉ। ବଗ କହିଲା, ନ ଖାଇଲେ କ'ଣ ହେଲା, ଆଣି ତ ପାରିବ। ଶୁଆ ଓ ସାରି ହଁ କହିଲେ। ପାଖର କ୍ଷେତରେ ଏକ ନେଉଳ ରହୁଥିଲା। ବଗ, ଶୁଆ, ସାରି ତିନି ଜଣ ମିଶି ଛୋଟ ପୋଖରୀରୁ 3ଟି ମାଛ ଆଣିଲେ। ଗୋଟିଏ ମାଛକୁ ନେଉଳ ରହୁଥିବା ଗାତ ପାଖରେ ରଖିଦେଲେ, ଦ୍ୱିତୀୟ ମାଛକୁ ଆଉ କିଛି ଦୂରରେ ଏବଂ ତୃତୀୟ ମାଛକୁ ସର୍ପ ରହୁଥିବା ଗଛ ତଳେ ରଖିଦେଲେ। କିଛି ସମୟ ପରେ ନେଉଳ ଗାତରୁ ବାହାରିଲା। ଦେଖିଲା ଗାତ ମୁହଁରେ ମାଛ ପଡ଼ିଛି। ବହୁତ ଖୁସି ହୋଇଗଲା। ଭାବିଲା, ଭଗବାନ ଆଜି ମୋତେ ମୋ ଘରେ ହିଁ ଭୋଜନ ଦେଇଦେଲେ। ତାକୁ ଖାଇନେଲା। ପୁଣି ଆଉ କିଛି ଦୂର ଗଲା ପରେ ଦେଖିଲା ଆଉ ଗୋଟିଏ ମାଛ ପଡ଼ିଛି। ତାକୁ ବି ଖାଇନେଲା। ଏମିତି ଯାଉ ଯାଉ ସର୍ପ ରହୁଥିବା ଗଛ ତଳକୁ ଗଲା। ସେଠି ବି ମାଛ ପଡ଼ିଛି। ତାକୁ ବି ଖାଇନେଲା। ଭାବିଲା, ଆଜି ମୋତେ ଗୋଟିଏ ପରେ ଗୋଟିଏ କରି କ୍ରମରେ ମାଛ ମିଳିଲା। ଆଉ ମୁଁ ଆଜି ଏଇ ଗଛ ତଳେ ପହଞ୍ଚିଛି। ତା ଆଖିରେ ସେହି ସର୍ପର କରଡ଼ରେ ଦେଖାଗଲା। ସେ ଭାବିଲା, ଗଛ କରଡ଼ରେ ନିଶ୍ଚୟ କିଛି ଅଛି। ଏହି ସମୟରେ ବଗ ଓ ଶୁଆ ସାରି ଗଛରେ ବସି ସବୁ ଦେଖୁଥିଲେ। ନେଉଳ କରଡ଼ ଭିତରକୁ ଦେଖିଲା ତ ସେଇଠି ଏକ ସର୍ପ ଶୋଇଛି। ନେଉଳ ଆଉ ସାପର ଶତ୍ରୁତା ବହୁତ ବଡ଼। ତାପରେ ସର୍ପ ଓ ନେଉଳ ମଧ୍ୟରେ ଲଢ଼େଇ ହେଲା। ଲଢ଼ି ଲଢ଼ି ଶେଷରେ ନେଉଳ ସର୍ପକୁ ମାରିଦେଲା। ସାପକୁ ମାରି ଯେତେବେଳେ ନେଉଳ ବାହାରକୁ ରକ୍ତାକ୍ତ ଅବସ୍ଥାରେ ଆସିଲା, ଏହା ଦେଖି ଶୁଆ ସାରି ବହୁତ ଖୁସି ହୋଇଗଲେ ଆଉ କହିଲେ, ନେଉଳ ଭାଇ, ତୁମକୁ ହୃଦୟରୁ ଧନ୍ୟବାଦ। ତୁମେ ଦୀର୍ଘାୟୁ ହୁଅ। ନେଉଳ ପଚାରିଲା, କିଏ ତୁମେମାନେ? ସାରି କହିଲା, ଆମେ ଶୁଆ ସାରି। ନେଉଳ ଜାଣିବାକୁ ପାଇଲା ଯେ ଏଇମାନେ ହିଁ ଏଠାକୁ ତାକୁ ଆଣିଛନ୍ତି। ଶୁଆ ସାରି ବାରମ୍ବାର କହୁଥାନ୍ତି, ତୁମକୁ ହୃଦୟରୁ ବହୁତ ବହୁତ ଧନ୍ୟବାଦ। ନେଉଳ କହିଲା, ଉପରୁ ଖାଲି ଧନ୍ୟବାଦ କହିବ ନା ତଳକୁ ବି ଆସିବ? ଏହା ଶୁଣିସାରି ଯେତେବେଳେ ତଳକୁ ଉଡ଼ି ଆସି ନେଉଳ ପାଖରେ ବସିଲା, ନେଉଳ ସାରିକୁ ବି ମାରି ପକାଇଲା। ଶୁଆ ସାରି କେତେ ବଡ଼ ଭୁଲ କଲେ। ଗୋଟିଏ ଶତ୍ରୁଠାରୁ ବଞ୍ଚିବା ପାଇଁ ଅନ୍ୟ ଶତ୍ରୁର ସାହାଯ୍ୟ ନେଲେ। ବନ୍ଧୁଗଣ, ଆମକୁ ଯେତେ ବି ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଲେ ମଧ୍ୟ କେବେ ବି ଏହି 4 ଜଣଙ୍କୁ ସାହାଯ୍ୟ ମାଗିବା ଉଚିତ ନୁହେଁ। ପ୍ରଥମଟି ହେଉଛି, ନିଜର ଶତ୍ରୁଠାରୁ କେବେ ବି ସାହାଯ୍ୟ ମାଗିବା ଉଚିତ ନୁହେଁ। ଯଦି ଶତ୍ରୁକୁ ସାହାଯ୍ୟ ମାଗିବ, ତାହେଲେ ସୁଯୋଗ ଦେଖି ସେ ଆମ ଉପରେ ଚଢ଼ଉ କରିବ। ଦ୍ୱିତୀୟ ବ୍ୟକ୍ତି ହେଉଛି ଅହଙ୍କାରୀ ବ୍ୟକ୍ତି। ଅହଙ୍କାରୀ ବ୍ୟକ୍ତିକୁ କେବେ ବି ସାହାଯ୍ୟ ମାଗିବା ଉଚିତ ନୁହେଁ। କାରଣ ଅହଙ୍କାରୀ ବ୍ୟକ୍ତି ସାହାଯ୍ୟ ତ କରିବ, କିନ୍ତୁ ଯେଉଁଦିନ ତୁମେ ତା ସାମ୍ନାକୁ ଆସିବ, ସେ ତୁମ ଉପରେ କିଛି ନା କିଛି ଘଟାଇବ। ତୃତୀୟରେ କପଟୀ ବ୍ୟକ୍ତି। କପଟୀ ବ୍ୟକ୍ତିକୁ
କେବେ ବି ସାହାଯ୍ୟ ମାଗିବା ଉଚିତ ନୁହେଁ। ଯିଏ ସବୁବେଳେ ତା ମନରେ କପଟ ଧାରଣ କରିଥାଏ ତାକୁ ସାହାଯ୍ୟ ମାଗିବା ଉଚିତ ନୁହେଁ। ଚତୁର୍ଥ ବ୍ୟକ୍ତି ହେଉଛନ୍ତି ନିଶା କରିଥିବା ବ୍ୟକ୍ତି। ନିଶା କରିଥିବା ବ୍ୟକ୍ତିଙ୍କ ଠାରୁ କେବେ ବି ସାହାଯ୍ୟ ନେବା ଉଚିତ ନୁହେଁ। ନିଶା ବ୍ୟକ୍ତି ନିଜେ ତ ମରିବ, ତା ସହିତ ସେ ତୁମକୁ ବି ମରଣ ମୁହଁକୁ ଠେଲି ଦେବ। ତାର ମୁଣ୍ଡ ସବୁବେଳେ ଠିକ୍ ନଥାଏ। ତ ଦର୍ଶକ ବନ୍ଧୁ, ଏହି ଚାରିଜଣ ବ୍ୟକ୍ତି ନିଜର ଶତ୍ରୁ, ଅହଙ୍କାରୀ, କପଟି ଓ ନିଶା ସେବନ କରୁଥିବା ବ୍ୟକ୍ତିଙ୍କ ଠାରୁ ଭୋକରେ ମରିଗଲେ ବି ସାହାଯ୍ୟ ମାଗିବା ଉଚିତ ନୁହେଁ। ଏହା ଅଣ୍ଡିରା କାଉ ମାଇ କାଉକୁ ବୁଝାଇଥିଲା। କାହାଣୀ କେମିତି ଲାଗିଲା ମତାମତ ନିଶ୍ଚୟ ଦିଅନ୍ତୁ। ଭିଡ଼ିଓକୁ ଲାଇକ୍ କରି ଚ୍ୟାନେଲକୁ ନିଶ୍ଚୟ ସବସ୍କ୍ରାଇବ୍ କରନ୍ତୁ। ରହୁଛି ଦର୍ଶକ ବନ୍ଧୁ, ପୁଣି ଥରେ ଦେଖାହେବ ପରବର୍ତ୍ତୀ ଭିଡ଼ିଓରେ। ସେତେବେଳେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ। ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଧନ୍ୟବାଦ। ଜୟ ଜଗନ୍ନାଥ। ଓମ୍ ନମଃ ଶିବାୟ।